ମହିମା ହଉ। ସଦାପ୍ରଭୁ ମଙ୍ଗଳମୟ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଜିର ବାକ୍ୟ ପ୍ରଥମ ପିତର 5 ଅଧ୍ୟାୟ 7 ପଦରେ ଏଇଭଳି ଲେଖା ଅଛି, ତୁମ୍ଭମାନଙ୍କ ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି। ପ୍ରଭୁ ଏହି ବାକ୍ୟ ଦେଇଥିବାରୁ ପ୍ରଭୁଙ୍କର ନାମର ଗୌରବ ପ୍ରଶଂସା ମହିମା ହଉ। ପ୍ରଭୁ ଆମମାନଙ୍କୁ କହୁଅଛନ୍ତି, ତୁମମାନଙ୍କର ସମସ୍ତ ଚିନ୍ତାର ଭାର ତାଙ୍କ ଉପରେ ପକାଅ, ମାନେ ପ୍ରଭୁଙ୍କ ଉପରେ ପକାଅ, କାରଣ ସେ ଆମମାନଙ୍କ ନିମନ୍ତେ ଚିନ୍ତା କରନ୍ତି। ବାସ୍ତବରେ ପ୍ରଭୁ ଆମମାନଙ୍କ ପାଇଁ ଚିନ୍ତା କରନ୍ତି, କିନ୍ତୁ କୋଉମାନଙ୍କ ପାଇଁ ଚିନ୍ତା କରନ୍ତି? କୋଉମାନଙ୍କ ପାଇଁ ସେ ଚିନ୍ତା କରନ୍ତି? ଆମଙ୍କର ବାକ୍ୟ ଅନୁଯାୟୀ ଚାଲନ୍ତି। ଈଶ୍ୱରଙ୍କର ବାକ୍ୟ ଅନୁସାରେ ଚାଲିବା ସମୟରେ ସେମାନଙ୍କୁ ତାଡ଼ନା, ଦୁଃଖ, କଷ୍ଟ ଆସେ, ଅଭାବ, ଅନଟନ ଆସେ। ସେଇମାନଙ୍କୁ ପ୍ରଭୁ କହୁଛନ୍ତି, ତୁମେ ଚିନ୍ତା କର ନାହିଁ। ଯଦି ଆମେ ପ୍ରଭୁଙ୍କୁ ଆମ ଜୀବନରେ ଗ୍ରହଣ କରିନୁ, ତାଙ୍କର ବାକ୍ୟ ଅନୁସାରେ ଯଦି ଆମେ ଚାଲିନୁ, ତାହେଲେ ପ୍ରଭୁ ଆମମାନଙ୍କ ପାଇଁ ଚିନ୍ତା କରିବେ ନାହିଁ। ଯଦି ପ୍ରଭୁଙ୍କର ବାକ୍ୟକୁ ଆମେ ମନରେ ଧରିଛୁ ବା ପ୍ରଭୁଙ୍କର ବାକ୍ୟ, ଏଇ ପବିତ୍ର ବାକ୍ୟ ଅନୁସାରେ ଯଦି ଆମେ ଚାଲୁଛୁ, ପ୍ରଭୁଙ୍କୁ ପ୍ରେମ କରୁଛୁ, ତାହେଲେ ପ୍ରଭୁ ଆମମାନଙ୍କ ନିମନ୍ତେ ଚିନ୍ତା କରନ୍ତି। ସେ ସମସ୍ତ ଅମଙ୍ଗଳରୁ ରକ୍ଷାକାରୀ ପରମେଶ୍ୱର, ସେ ପବିତ୍ରମୟ ପିତା। ସେ ଚାହାନ୍ତି ସେ ଯେପରି ପବିତ୍ର, ଆମେ ସେଭଳି ପବିତ୍ର ହେଉ। ତାଙ୍କର ବାକ୍ୟ ଅନୁସାରେ ଚାଲିବା ପାଇଁ ପ୍ରଭୁ ଆମମାନଙ୍କୁ ଆହ୍ୱାନ କରୁଅଛନ୍ତି। ଜୀବନରେ ଆମେ ପ୍ରଭୁଙ୍କୁ ଭୁଲି ଯାଇଛୁ, ପ୍ରଭୁଙ୍କୁ ପାଶରି ଯାଇଛୁ, ପ୍ରଭୁଙ୍କର ବାକ୍ୟ ଅନୁସାରେ ଆମେ ଚାଲି ପାରୁନାହୁଁ। ଶୈତାନର ପ୍ରଲୋଭନରେ ଆମେ ପ୍ରଭୁଙ୍କୁ ଭୁଲି ଯାଉଛୁ। ତେଣୁ ମୋର ପ୍ରିୟ ଭାଇ ଭଉଣୀ ମାନେ, ଆସନ୍ତୁ ଆମେ ପ୍ରଭୁଙ୍କର ନିକଟବର୍ତ୍ତୀ ହେବା। ପ୍ରଭୁଙ୍କର ଯଦି ଆମେ ନିକଟବର୍ତ୍ତୀ ହେବା, ତାହେଲେ ସେ ଆମର ନିକଟବର୍ତ୍ତୀ ହେବେ ଏବଂ ଆମକୁ ଆଶୀର୍ବାଦ କରିବେ। ଆମକୁ ସମସ୍ତ ବିପଦ ଆପଦ, ଅଭାବ, ଅନଟନରୁ ପ୍ରଭୁ ଆମକୁ ରକ୍ଷା କରିବେ। ସେ ଆରୋଗ୍ୟକାରୀ ପରମେଶ୍ୱର, ସେ ସମସ୍ତ ଅସୁସ୍ଥତାରୁ ଆମକୁ ସୁସ୍ଥତା ପ୍ରଦାନ କରିବେ, ସେ ଆରୋଗ୍ୟ ପ୍ରଦାନ କରିବେ। ସେଇ ପ୍ରଭୁଙ୍କର ମହାନ ନାମର ଗୌରବ ହଉ। 4 ଅଧ୍ୟାୟ 6 ପଦ, କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ମିନତି ଦ୍ୱାରା ଧନ୍ୟବାଦ ସହ ତୁମମାନଙ୍କର ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣାଅ। କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମମାନଙ୍କର ନିବେଦନ ସବୁ ଈଶ୍ୱରଙ୍କର ନିକଟରେ ଜଣାଅ। ଏଠି ଆମେ ଅଭାବ ସମୟରେ ବି ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବା ଦରକାର। ଅନଟନ ସମୟରେ ମଧ୍ୟ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବା ଦରକାର। ଯେକୌଣସି ପରିସ୍ଥିତିରେ ଆମେ ରହୁନା କାହିଁକି, ପ୍ରଭୁଙ୍କର ଧନ୍ୟବାଦ କରିବା ଦରକାର, ପ୍ରଭୁଙ୍କୁ ଧନ୍ୟବାଦ ଦେବା ଦରକାର। ପ୍ରଭୁଙ୍କର ପାଖରେ ଆମର ଦୁଃଖକୁ ଭାଙ୍ଗିକି କହିବାର ଅଛି, ଯୋ ଦ୍ୱାରା ପ୍ରତ୍ୟେକ ସମୟରେ, ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତ୍ୟେକ ଜିନିଷ, ପ୍ରତ୍ୟେକ କାର୍ଯ୍ୟ ପାଇଁ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବା ନିହାତି ଆବଶ୍ୟକ। 7 ପଦ ପଢିବା, ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ୱରଙ୍କର ଶାନ୍ତି, ତାହା ତୁମମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ। ଯଦି ଆମେ ଈଶ୍ୱରଙ୍କୁ ଆମ ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତ୍ୟେକ ସମୟରେ, ପ୍ରତ୍ୟେକ ବିଷୟ ପାଇଁ ଯଦି ଆମେ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଛୁ, ତାହେଲେ ପ୍ରଭୁଙ୍କ ସହଭାଗିତାରେ ସେ ଆମକୁ ସୁରକ୍ଷା ପ୍ରଦାନ କରିବେ। ସେ ଆମକୁ ସମସ୍ତ ବିପଦ ଆପଦ, ଅଭାବ, ଅନଟନରୁ ପ୍ରଭୁ ଆମକୁ ରକ୍ଷା କରିବେ। ଯେତେବେଳେ ଆମର ଅଭାବ ରହୁଛି, ଯେତେବେଳେ ଆମର ଅସୁବିଧା ରହୁଛି, ଯେତେବେଳେ ଆମେ ରୋଗରେ ପଡୁଛୁ, ସେତେବେଳେ ଆମେ ଯେ ଈଶ୍ୱରଙ୍କୁ ମନେ ପକେଇବା ପାଇଁ ଚେଷ୍ଟା କରୁଛୁ, ତାହା ନୁହଁ। ଆମର ଅଭାବ, ଅସୁବିଧା, ଅନଟନ
ସମୟରେ ହିଁ ଆମେ ଈଶ୍ୱରଙ୍କୁ ମନେ ପକେଇବା, ଆମେ ପ୍ରତ୍ୟେକ ସମୟରେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା। ଅଭାବ ରହୁ ଆମର, କିନ୍ତୁ ଆମେ ଈଶ୍ୱରଙ୍କୁ ଧନ୍ୟବାଦ, ପ୍ରଭୁ ତୁମେ ଯାହା ଦେଇଛ ସେଥିପାଇଁ ପ୍ରଭୁ ତୁମର ନାମର ଗୌରବ ହଉ, ମହିମା ହେଉ, ପ୍ରଭୁ ତୁମକୁ ଧନ୍ୟବାଦ ଦେଉଛୁ। ଏତିକି ପ୍ରଭୁଙ୍କ ନିକଟରେ ଆମେ ଧନ୍ୟବାଦ ଜ୍ଞାପନ କରିବା ଆବଶ୍ୟକ। ହୃଦୟରେ ବିଶ୍ୱାସ ଅଛି, ପ୍ରଭୁଙ୍କୁ ଆମ ଜୀବନରେ ଗ୍ରହଣ କରିଛୁ, ପ୍ରଭୁଙ୍କର ବାକ୍ୟ ଅନୁସାରେ ଯଦି ଆମେ ଚାଲୁଛୁ, ତାହେଲେ ଏଠି ଫିଲିପିଓ 4:13 ଲେଖା ଅଛି, ମୋର ଶକ୍ତି ଦାଦାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ। ମୋର ଈଶ୍ୱରଙ୍କ ସାହାଯ୍ୟରେ ମୁଁ ସମସ୍ତ କିଛି ମୋ ଜୀବନରେ ଯୋଉ ପାପ ଅଛି ତାହାକୁ ମୁଁ ଛାଡିବା ଦରକାର। ମୁଁ ସେଇ ମାନଙ୍କ ହୃଦୟରେ ମନ୍ଦତା ଅଛି, ଆମ ମାନଙ୍କ ହୃଦୟରେ ବେଭିଚାରୀ ଅଛି, ସେଇ ସବୁକୁ ଯଦି ଆମେ ଛାଡିବା, ତାହେଲେ ଆମେ ଈଶ୍ୱରଙ୍କର ନିକଟବର୍ତ୍ତୀ ହେଇପାରିବା। ଯାହା ଫଳରେ ପ୍ରଭୁଙ୍କର ଅନୁଗ୍ରହରେ ଆମେ କହିପାରିବା, ମୋର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କିଛି କରିପାରେ। ତ ଆଜିର ଏଇ ଛୋଟିଆ ବାକ୍ୟ ପାଇଁ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଛି। ତା ସହିତ ଛୋଟିଆ ପ୍ରାର୍ଥନା ଆମେ କରିବା। ମଙ୍ଗଳମୟ ପିତା, ତୁମର ମହାନ ନାମର ଗୌରବ ହଉ ପିତା, ପ୍ରଶଂସା ପାଅ, ମହିମା ପାଅ ପ୍ରଭୁ। ଏହି ଛୋଟିଆ ବାକ୍ୟ ମାଧ୍ୟମରେ ପ୍ରଭୁ ତୁମେ ଆମମାନଙ୍କ ମନରେ କଥା କହିଅଛ ରାଜା, ସେଥି ନିମନ୍ତେ ପ୍ରଭୁ ତୁମର ଧନ୍ୟବାଦ ହଉ। ହଁ ପ୍ରଭୁ, ଆମମାନଙ୍କ ମଧ୍ୟରେ ପ୍ରଭୁ ଏଇ ଜଗତରେ ସମସ୍ତ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଯୋଉମାନେ ପ୍ରଭୁ ତୁମକୁ ଗ୍ରହଣ କରିଛନ୍ତି, କିନ୍ତୁ ପ୍ରଭୁ ତୁମର ବାକ୍ୟ ଅନୁସାରେ ଚାଲି ପାରୁନାହାନ୍ତି ପ୍ରଭୁ, ଝଡ଼ ତୋଫାନ ଆସିଲେ ପ୍ରଭୁ ସେମାନେ ପଛଘୁଞ୍ଚା ହେଇଯାଉଛନ୍ତି ପ୍ରଭୁ, ତୁମେ ସେଇମାନଙ୍କୁ ପ୍ରଭୁ ତୁମେ ଆଶୀର୍ବାଦ କର, ଅନୁଗ୍ରହ କର ପ୍ରଭୁ ଆମମାନଙ୍କ ହୃଦୟରେ ପ୍ରଭୁ। ଆମେ ଯେପରି ତୁମର ଏହି ପବିତ୍ର ବାକ୍ୟକୁ ପ୍ରଭୁ ଅଧ୍ୟୟନ କରିପାରିବୁ, ତୁମର ଏହି ବାକ୍ୟ ଅନୁସାରେ ପ୍ରଭୁ ଆମେ ଆମ ଜୀବନରେ ତୁମର ଏହି ବାକ୍ୟକୁ ପ୍ରଭୁ ପ୍ରୟୋଗ କରିପାରିବୁ ପ୍ରଭୁ, ତୁମେ ଆମକୁ ସାହାଯ୍ୟ କର। ହଁ ପିତା, ଏଇ ଜଗତରେ ପ୍ରଭୁ ସମସ୍ତ ଭାଇ ଭଉଣୀ ମାନେ, ବାପା ମା ମାନଙ୍କୁ ତୁମେ ଆଶୀର୍ବାଦ କର ପ୍ରଭୁ, ଏହି ବାକ୍ୟକୁ ବୁଝିବା ପାଇଁ ଏବଂ ଏହି ବାକ୍ୟ ଅନୁଯାୟୀ ପ୍ରଭୁ ତାଙ୍କର ଜୀବନକୁ ଅତିବାହିତ କରିବା ପାଇଁ। ହଁ ପ୍ରଭୁ, ତୁମର ଏହି ବାକ୍ୟରେ ପ୍ରଭୁ ଜୀବନ ଅଛି ପ୍ରଭୁ, ତୁମର ଏହି ବାକ୍ୟ ଜୀବନ୍ତ ବାକ୍ୟ ପ୍ରଭୁ। ହଁ ପ୍ରଭୁ, ମଙ୍ଗଳମୟ ପିତା, ତୁମେ ଆମମାନଙ୍କୁ ଆଶୀର୍ବାଦ କରିଅଛ ରାଜା, ଏହି ବାକ୍ୟକୁ ପଢିବା ପାଇଁ ପ୍ରଭୁ ଏବଂ ବୁଝିବା ପାଇଁ ତୁମେ ଆମକୁ ସାହାଯ୍ୟ କରିଅଛ ପିତା। এই ଛୋଟିଆ ପ୍ରାର୍ଥନା ପ୍ରଭୁ ମଙ୍ଗଳମୟ ପିତା ପ୍ରଭୁ ପରମେଶ୍ୱରଙ୍କ ନାମରେ, ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗିଲି ରାଜା, ଆମେନ୍। এই ଛୋଟିଆ ବାକ୍ୟ ଦ୍ୱାରା ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଜୟ ଜୟ